ପ୍ରେତ ସଙ୍ଗେ ପଙ୍କ୍ତି ଭୋଜନ। ଲେଖକ ଶ୍ରୀ ଅକ୍ଷୟ ମହାନ୍ତି। ଖୁସି ଦାସ ଅତି ଦୁଃଖରେ ମରିଗଲା। କଣ ତାର ଦୁଃଖ କେହି ଜାଣିପାରିଲେନି। କେହି ତାର ରୋଗ ଚିହ୍ନି ପାରିଲେନି। କେହି ଡାକ୍ତର ତାକୁ ଠିକ ଔଷଧ ଦେଇ ପାରିଲେନି। ତାର କେଉଁଠି କଷ୍ଟ ହେଉଛି କିଛି ଜାଣିପାରିଲେନି। କାରଣ ରୋଗୀ ଶଯ୍ୟାରେ ପଡ଼ିବା ବେଳେ ଖୁସି ଦାସ ତ ଏକାବାର ବେହୋସ ଅବସ୍ଥାରେ ଥିଲା। ଆଉ ମେଡିକାଲକୁ ଆସିବାର ମାସକ ଆଗରୁ ସେ ପ୍ରାୟ ମୂକ ହୋଇଯାଇଥିଲା। ଆମେ ସମସ୍ତେ ଜାଣିଲୁ ଖୁସି ଦାସ ମରିଗଲା। ଖୁସି ଦାସର ଫଟୋ ଅନେକଙ୍କ ଘରେ ରହିଗଲା। ଅନେକ ଶିଳ୍ପୀ ଶୋକବାର୍ତ୍ତା ଖବର କାଗଜରେ ପ୍ରକାଶ କଲେ। ଅନେକ ସୌଖିନ ନାଟ୍ୟ ସଂସ୍ଥା ଶୋକ ପ୍ରସ୍ତାବ କରି ସଭା କରିଥିଲେ। କଳା ରାଜ୍ୟର ଏକ ଅପୂରଣୀୟ କ୍ଷତି ସମ୍ପର୍କରେ ସବୁ କଳାକାର ଆଲୋଚନା କଲେ। କିନ୍ତୁ ଖୁସି ଦାସର ଦୁଃଖର ଖଣି ଅନାବିଷ୍କୃତ ହୋଇ ରହିଗଲା। ଏଇ ଅଳ୍ପ ଦିନ ତଳେ ଜଣେ କଳାକାରଙ୍କ ଘରେ ଏକ ଘରୋଇ ଆସର ପରେ ଏକ ପଙ୍କ୍ତି ଭୋଜନରେ ଗୋଟାଏ ପତ୍ରରେ ସମସ୍ତ ଖାଦ୍ୟ ପରିବେଷଣ କରାଯାଇ ତାକୁ ଖାଲି ସେମିତି ରଖି ଦିଆଗଲା। ଅର୍ଥ ହେଉଛି ଯେ ଖୁସି ଦାସର ପ୍ରେତାତ୍ମା ଆମ ସଙ୍ଗେ ମଧ୍ୟ ଭୋଜନ କରୁଛି। ଖୁସି ଦାସର ପତ୍ର ଠିକ ମୋର ଡାହାଣ ପାଖକୁ। ମୋର ହଠାତ୍ ମନେ ହେଲା ବୋଧହୁଏ ଖୁସି ବସିଛି। ତାର ସାଦା ଶାଢୀର ପଣତ ହୁଏତ ଲୋଟି ପଡିଛି ପଛ ପାଖକୁ। ଗୋଟାଏ ପରିଚିତ ସୁରଭିର ସ୍ମୃତି ଭାସି ଆସିଲା। ଖୁସି ଅତରକୁ ଖୁବ୍ ଭଲ ପାଉଥିଲା। ଖୁସି ଖସର ଅତର। ପୁଣି ଲାଗିଲା ଖୁସି ଯେମିତି ମତେ ପଚାରୁଛି ଚଳଚ୍ଚିତ୍ର ଜଗତର ସାମ୍ପ୍ରତିକ ଘଟଣାବଳୀ ଅଥବା ବେକାରୀ ପଡ଼ିଥିବା କୌଣସି ମୁର୍ମୂଷ ରୋଗୀର ଶେଷ ଖବର। ଖୁସି ଯେକୌଣସି ପ୍ରଶ୍ନ ପଚାରିପାରେ। ପ୍ରଶ୍ନ ପଚାରିବା ତାର ଗୋଟେ ଖୋଇ। ଅଥଚ ଉତ୍ତର ଦେବାରେ ତାର ସବୁଠୁ ବେଶୀ କାର୍ପଣ୍ୟ। କୌଣସି କାହିଁକିର ଉତ୍ତର ସେ ତା ଜୀବନ କାଳରେ ତାର କୌଣସି ନିକଟତମ ବନ୍ଧୁକୁ ମଧ୍ୟ ଦେଇନି। ଆଉ ସେଇଥିପାଇଁ ହୁଏତ ତା ମୃତ୍ୟୁର ପଛରେ ଥିବା କାହିଁକିକୁ କେବଳ କାହିଁକି ଓ କେମିତିରେ ରଖିଦେଇ ଚାଲିଗଲା। ଅନ୍ୟକୁ କଷ୍ଟ ଦେବାରେ ତାର ଗୋଟାଏ ଆନନ୍ଦ ଥିଲା। ଅନ୍ୟ ଲୋକକୁ ହଇରାଣରେ ପକେଇ ମଜା ଦେଖିବା ଥିଲା ତାର ସବୁଠୁ ବଡ ହବି। ସେ ପ୍ରତି ବିଷୟରେ ହଇରାଣରେ ପକେଇ ଦେଇପାରେ। ହୁଏତ ସେ ଯଦି ସେ ପଙ୍କ୍ତି ଭୋଜନରେ ସଶରୀରରେ ଉପସ୍ଥିତ ଥାନ୍ତା ତେବେ ହୁଏତ ମୋ ଡାହାଣ ପାଖକୁ ବସି ନିଜେ ନିଜେ ଅଳ୍ପ କିଛି ଖାଇ ବାକି ସମୟ ତକ ମୋ ମୁହଁକୁ ଚାହିଁ ବସିଥାନ୍ତା। ଗୋଟାଏ ଝିଅ ଖାଇବା ବେଳେ ତମ ମୁହଁକୁ ଚାହିଁଲେ କେତେ ଅସୁବିଧାର କଥା। ମୁଁ ଯଦି ପଚାରି ବସନ୍ତି କାହିଁକି ମୋ ମୁହଁକୁ ଚାହିଁଛି ବୋଲି, ତେବେ ହୁଏତ ସେ ଜବାବ ଦେଇଥାନ୍ତା ଯେ ଖାଇଲା ବେଳେ ମୁଁ ଅସାଧାରଣ ଦେଖାଯାଉଛି ଏବଂ ତାପରେ ମତେ କେତେ ହଇରାଣ ହେବାକୁ ପଡିଥାନ୍ତା। ଯାହା ହେଉ ଖୁସି ଦାସ ନାହିଁ। କାହାକୁ ଦୁଃଖ ନ ଦେଇ ସେ ଚାଲି ଯାଇଛି। ଦୁଃଖ ଦେଇଗଲେ ଲୋକେ କୁଆଡେ ମନେ ରଖନ୍ତି। ତେବେ ତ ଖୁସିକୁ ସମସ୍ତେ ଭୁଲିଯିବା କଥା। କିନ୍ତୁ ଏ ଯାଏଁ କାହିଁକି ସମସ୍ତେ ମନେ ରଖିଛନ୍ତି ତାକୁ? ତେବେ ସେ ଯେଉଁ ଦୁଃଖ ଦେଇ ଯାଇନି ବୋଲି ବାହାରେ ଜଣା ପଡୁଛି, ବୋଧହୁଏ ସେଇଟା ସବୁଠୁ ବଡ ଦୁଃଖ। ଖୁସି ଆଜି ମୋ ପାଖରେ ବସିଥିଲେ ମୁଁ ତାକୁ ପଚାରିଥାନ୍ତି ତା ବାହାଘର ସମ୍ପର୍କରେ। ସେ ଲାଜଇ ନୁହେଁ, ତେଣୁ ସେ ସବୁ କଥା କହିପାରେ। ମୁଁ ପଚାରିଥାନ୍ତି ବଜାରରେ ଶୁଣା ଯାଉଥିବା ବଦନାମ ସମ୍ପର୍କରେ, ଆଉ ସେ କେମିତି ମୁହଁ କରନ୍ତା। କିନ୍ତୁ ଖୁସି ବୋଧହୁଏ ବେଶୀ ଅପ୍ରତିଭ ହୁଅନ୍ତାନି। କାରଣ ଦିନେ ମୁଁ ତାକୁ ଏମିତି ଆଉ ଗୋଟିଏ ବଦନାମ ସମ୍ପର୍କରେ ପଚାରିଥିଲି। ସେ ନୀରବ ନ ହୋଇ ମତେ ମୋ ମତାମତ ଏବଂ ତା ସମ୍ପର୍କରେ ସେ ମୋର ମୋଟାମୋଟି ଧାରଣା ଦେବାକୁ କହିଲା। ଏ ତ ଅଡୁଆ କଥା। ମତେ କହିବାକୁ ଲାଜ ଲାଗିଲା। କାରଣ ତାକୁ ଗୋଟିଏ ନିଷ୍ପାପ ନିଷ୍କଳଙ୍କ ନିରପରାଧ ଝିଅ ବୋଲି ମୁଁ ଯଦି ମତବ୍ୟକ୍ତ କରେ, ତେବେ ସେ ଯଦି ହଠାତ୍ ଭାବିବ ଯେ ମୋର ତା ପ୍ରତି ହୁଏତ ଅଜଣାତରେ କ୍ୱଚିତ୍ ଦୁର୍ବଳତା ଜନ୍ମଲାଭ କରିଛି। ଏମିତି ସେ ହଇରାଣ କରେ ଲୋକଙ୍କୁ। ପ୍ରଶ୍ନର ଉତ୍ତରରେ ପ୍ରଶ୍ନ, ଆଉ ଏତେ ଅଡୁଆ ପ୍ରଶ୍ନ ଯେ ମନେ ହବ ଖୁସି ଯଦି ଶିଳ୍ପୀ ନ ହୋଇ ଅନ୍ୟ କିଛି ହୋଇଥାନ୍ତା ତେବେ ତାର ଜୀବନ ବେଶୀ ଉଜ୍ଜଳ ହୋଇପାରିଥାନ୍ତା। ଖୁସି କହେ ଯେ ଶିଳ୍ପୀ ଜୀବନ ହିଁ ସବୁଠାରୁ ଭଲ। କାରଣ ତା ହିସାବରେ ଏଇ ସବୁ ଶିଳ୍ପୀ ଓ କଳାକାର ମାନେ ଯଦି ଯାହା ହୋଇଛନ୍ତି ତା ନୁହେଁ ଅନ୍ୟ କିଛି ହୋଇଥାନ୍ତେ ତେବେ ସେମାନେ ଜୀବନରେ ନିଶ୍ଚୟ କିଛି ଉନ୍ନତି କରିଥାନ୍ତେ। କିନ୍ତୁ ସେମାନେ ପାରିବେନି, କାରଣ ସେମାନେ ମୁଖ୍ୟତଃ ଅଳସୁଆ। ଆଉ ଖୁସି ମଧ୍ୟ ଗୋଟେ ବିଖ୍ୟାତ ଅଳସୁଆ ଝିଅ ଥିଲା। ଅଳସୁଆମୀ କରି ସେ ଚିଠି ଲେଖିପାରେ ନା ଏବଂ ସେଥିପାଇଁ ସେ କାଳେ ଅନେକ ପ୍ରେମିକଙ୍କୁ ତା ଜୀବନରେ ବିଦାୟ ଦେଇଛି। ଅଳସୁଆମୀ କରି କଲେଜରେ ସେ ଅନେକ ଥର ଫେଲ ହୋଇଛି ଅଥବା ପରସେଣ୍ଟେଜ ସର୍ଟ କରିଛି। ଅଳସୁଆମୀ କରି ଅନେକ ଥର ସେ ଖରା ଛୁଟିରେ ନିଜ ଘରକୁ ଯିବାକୁ ଭୁଲି ଯାଇଛି। କିନ୍ତୁ କଳା ସେବାରେ ଦିନେ ହେଲେ ତାକୁ କେହି ଅଳସୁଆମୀ କରିବାର ଦେଖିନି। ଏଇ ତ ପ୍ରକୃତ କଳାକାରର ପରିଚୟ।
एई परिचय टिकक पाई विख्यात शिल्पी अमिय मिश्र खुशी दास को मुंडरे बसैथिले कहिले चले। अमिय बाबू वयस्क होइथिले मध्य कला जगत रे से जणे अभिज्ञ पुरुष थिले। अमिय बाबूଙ୍କୁ स्वप्नକୁ रूपायित करिबा पई खुशी दासर साहाय्य लोड़ा। खुशी पचारिला अमिय बाबूଙ୍କୁ, जदि मु आपनକୁ हैरान करे? अमिय बाबू जेमिति आगुरु प्रश्नर उत्तर ठीक करी आसीथिले कहिले, तमे जे हैरान करिवो नाही से कथा मु जाने, सेथिपाई तो तुम पाखकु मु आसीची। नाच स्कूल गढ़ी उठिला। खुशी दास जे केतोटी परिवार नियमित अतिथि थिला हठात अदृश्य होइगला। रविवार दिन से मो घर को आसे और सारा खरा बेल केवल नानादी परचर्चा गल्प करी जाए। बेसी भाग किंतु से शुणे आउ परनिंदा से अल्प करे। कला जगतर समस्त दुर्नाम और गुजब विषय तार गोटाए उदासीनता थिला। से विषय शुणिबाकु भल पाए किंतु काहा आगरे कहिबाकु भल पाएनी। आजिकाली रविवार रे खुशीर देखा मिलिबा मुस्किल। नाच स्कूल चांदा आदाय ठू रिहर्सल शो इत्यादि सबुथिरे खुशी दास व्यस्त। नाच स्कूल ना चारिआडे खेलीगला। खुशी दास ना घोड़े होईगला। से कौन पाई सेठिकी जाउथिला, तार कौन पाइबार थिला और कौन पाइला केही तार हिसाब रखिनी। निजे अमिय बाबू मध्य खुशी दास पाइबा हजाइबार इच्छा अनिच्छा को भूली गले। खुशी दास तो दिने केबे कहा आगरे अभियोग करिनी, किए केमिति जानिबो। क्लासमेट देव पट्टनायक बाहागर होईगला। शुणिबाकु मिलुथिला जे देव पट्टनायक सहित खुशी दासर गोटे निहाती गभीर संपर्क गढ़ी उठिछि। किंतु खुशी को केही पचारि एहार सत्यासत्य परीक्षा करिसंति कि नाही केही हेबो नाही। तेबे थरे अधे देव पट्टनायक सहित निरोलारे खुशी दास को बुलिबार देखिचंती बोली केतेक लोक कहिसंती। हेले खुशी कण एका और कोनोसी पुरुष सहित बुलिबाकु संकोच करिछि? एई तो मो संगे खुशी दास तो प्राय दीर्घ 4 घंटा कलिका सहर रे बुलिछि ओ पाखरे बसी सिनेमा देखिछि, किंतु एका कोनोसी पुरुष सहित बुलिबा बेले खुशी दास अस्वाभाविक भावे गंभीर। मने हुए से जेमिति आउ काहा कथा भाबुछि। जानिबाकु इच्छा हुए सत, किंतु पचारिबाकु डर लागे। देव पट्टनायक अन्य एक सहपाठिनी को बाहा होई गले। बाहागर दिन खुशी दास किंतु नाच स्कूल कामरे भुवनेश्वर जाइथिला। खराब झियो माने बदनाम हेले जे खुशी दास सही न पारी अवॉइड कला। मिछ कथा, मु विश्वास करिबिनी, कारण मु जाने जे जेउटी खराब लागिबो खुशी केबे हेले अवॉइड करिवनी। ता हेले तो से मो घरे बसी परचर्चा सुनांता नाही। से काहाकू आड़े दिए ना, ताकू आड़ेबाकू चेष्टा कले से अधिक ऊपरे पड़ी कथा कुहे। जा हेउ, देव पट्टनायकर जेतेबेले अन्य एक सहपाठिनी सहित हाथगंठी पड़ुथिला, सेतेबेले खुशी दास भुवनेश्वर रवींद्र मंडप रे ओडिसी नृत्य पई प्रस्तुत हेउथिबा कुमारी चंद्रकला महापात्रर जुड़ा बांधुथिला। से समय आकाश रे हठात गोटाए हाबेली मरा हेबार शब्द शुणी से पचारिथिला जे आजि कोन किछि बाहागर तिथि अछि। नाच स्कूल अन्यतम नारी संयोजिका जे कि खुशी दासर मुहरु देव पट्टनायकर बाहागर संपर्क रे खुशीर मनर अवस्था अध्ययन करबाकू चेष्टा करुथिले, से उत्तर देले जे हां, तोर कौन मन नहीं, आज पर देव पट्टनायकर बाहागर, तते कौन निमंत्रण हुईनी। खुशी दास उत्तर देबाकू जाई प्रश्न कला, तमे केमिति आज जाइन? देव पट्टनायकर बाहागर दिन मने रखिछ, अथच निजे गल नाही काईकी? बांधवी जनक किछु उत्तर न देई मने मने खुशी दासर उद्धत गुण को बहु कुभाषा प्रयोग करी शोधिले एवं बाहरे आसी प्रचार करिदेले जे खुशी मने मने जळी जाउछि। लोके हुए तो विश्वास करी जाइथान्ते जदि नृत्य कला शिल्पी कुमारी चंद्रकला महापात्र आसी उपरोक्त कथोपकथन गर्ल्स स्कूल रे परदिन प्रचार करि नथांता। तेणु किछि दिन पई प्रतिपादित होइगरा जे प्रकृत रे खुशी दासर कौनसी संपर्क देव पट्टनायक संगे नथिला और एहा फलरे अनेक आशायी युवक आश्वस्त हेले। खुशी दास को अनेक लोक अनेक कथा उपहार दियंती। खुशी दास खुशी मनरे उपहार ग्रहण करे, किंतु से असमय केबे काहाकू उपहार दिएनी। मो जानिबारे जणे नाटकर नायक खुशी दासर शांत सौंदर्य रे मुग्ध होई पचारिथिला खुशीर पसंद, अर्थात खुशीर पसंद जिनिसटे से उपहार देवे। खुशी दास उपहार अभिप्राय जानी कहिथिला जे उपहार रे किछि नूतनत्व नाही, जीवन रे प्राय से सब पाइछि। तेणु वर्तमान से देवा लोकर पसंद ना पसंद उपरे निर्भर करुछि। नाटकर नायक चिंतित हेले। खुशी सहित अभिनय कला बेले से अनुभव करिथिले जे खुशी दास सहज झियो नुहे। जणे मंच अभिनेत्री हिसाब रे
ନାଟକର ନାୟକ ଅଥବା ନିର୍ଦ୍ଦେଶକ ପ୍ରତି ଯେତିକି ଦୁର୍ବଳତା ରହିବା କଥା ସେତକ ଆଦୌ ତା ପାଖରେ ନାହିଁ। ବରଂ ନିହାତି ଅପାତ୍ରରେ ସେ କରୁଣା ଗୁଡା ଢାଳି ଦିଏ। ରିହର୍ସାଲ ବେଳେ ଯେଉଁ ଲୋକ ଚାହା ଜଳଖିଆ ଓ ରିକ୍ସା ଭଡା ଇତ୍ୟାଦି ଯୋଗାଇଥାଏ ତାରି ସହିତ ଖୁସି ବେଶ୍ ଆରାମରେ ବସି ଗଳ୍ପ କରେ। ଫଳରେ କୌଣସି ଲୋକ ଈର୍ଷା କରିପାରିବେନି, କାରଣ ସେ ଭଦ୍ରଲୋକ ଜଣକ ଅପେକ୍ଷାକୃତ ବୃଦ୍ଧ ଓ 4ଟି ସନ୍ତାନର ପିତା। ତା ବୋଲି ସେ ଖୁସି ପାଖରେ ରୋମାଣ୍ଟିଜମ କିଛି ନଥିଲା ତା ନୁହେଁ। ତା ପାଖରେ ହୁଏତ ଏତେ ବେଶୀ ଥିଲା ଯେ ତାକୁ ତଥାକଥିତ ରୋମାଣ୍ଟିକ ବ୍ୟକ୍ତିତ୍ୱ ଗୁଡାକ ଗୋଟେ ଗୋଟେ କାଗଜ କଣ୍ଢେଇ ପରି ଲାଗୁଥିଲେ। ନାଟକରେ ଅଭିନୟ କରି ଆସିଲା ବେଳେ ପୁଅ ଗୁଡା କାଳେ ବେଶୀ କୃତ୍ରିମ ହୋଇ ଉଠନ୍ତି। ଖୁସିଦାସ କୃତ୍ରିମତାକୁ ପସନ୍ଦ କରେନା ବୋଲି ମନେ ହୁଏ। ସେ କିନ୍ତୁ କେବେ ମୁହଁ ଖୋଲି ଅଭିଯୋଗ କରେନା। ନାଟକର ନାୟକ କିନ୍ତୁ ଖୁବ୍ ପାରନ୍ତି। ରୋମାନ୍ସ ଦିଗରେ ସେ ଥିଲେ ଜଣେ ଆବିଷ୍କାରକ। କଥା କହିବାରେ ସେ ଥିଲେ ଜଣେ ପୁରୁଣା ଓ ଅଭିଜ୍ଞ ପ୍ରେମିକ। ମୋଟ ଉପରେ କହିବାକୁ ଗଲେ ସେ ଯଦି ନାଟକରେ ନାୟକ ନ ହୋଇ ଅନ୍ୟ କିଛି ହୋଇଥାନ୍ତେ ତେବେ ଜୀବନରେ ସେ ବେଶ୍ ଉନ୍ନତି କରିପାରିଥାନ୍ତେ। ନାଟକର ନାୟକ ତାଙ୍କର ଜଣେ ଶିଳ୍ପୀ ବନ୍ଧୁଙ୍କୁ ଖୁସିଦାସର ଗୋଟିଏ ପାସପୋର୍ଟ ଫଟୋ ଦେଲେ। 7 ଦିନ ଭିତରେ ଖୁସିଦାସ ପାଇଁ ଉପହାର ତିଆରି ହୋଇଗଲା ଗୋଟିଏ ସୁନ୍ଦର ତୈଳଚିତ୍ର। ଖୁସିଦାସ ତାକୁ ହାତରେ ଧରିଲା ବେଳେ ମନେ ହେଉଥିଲା ସତେ ଯେମିତି ସେ ତା ନିଜ ଆଇନାକୁ ଚାହିଁଛି। ଖୁସିଦାସର ହଷ୍ଟେଲ ସାଙ୍ଗମାନେ ଦେଖିଲେ ଖୁସି ତାର ତୈଳଚିତ୍ରକୁ ତା ପଢା ଟେବୁଲ ଉପରେ ସଜାଡି ରଖୁଛି। ସମସ୍ତେ ଜାଣିଲେ ଯେ ନାଟକରେ ନାୟକ ତାକୁ ଏ ଉପହାରଟି ଦେଇଛନ୍ତି। ଗୁଜବ ଉଠିଲା ଖୁସିଦାସ ନାଟକର ନାୟକଙ୍କୁ ପ୍ରେମ କରୁଛି। ଖୁସି ମଧ୍ୟ ଘଣ୍ଟା ଘଣ୍ଟା ଧରି ତାଙ୍କ ସହିତ ହଷ୍ଟେଲ ସାମ୍ନାରେ ଛିଡା ହୋଇ ଗଳ୍ପ କରେ। ଅନ୍ୟାନ୍ୟ ଝିଅମାନେ କଣେଇ କଣେଇ ଚାହାନ୍ତି ଆଉ ଖୁସି ଏଇ ଚାହିଁବାଟାକୁ ଖୁବ୍ ବେଶୀ ଉପଭୋଗ କରେ। ତାପରେ ଦିନେ ହଠାତ୍ ଦେଖାଗଲା ଯେ ନାଟକର ନାୟକଙ୍କ ଘରେ ଖୁସିଦାସ ଅଯାଚିତ ଭାବରେ ପହଞ୍ଚି ଯାଇଛି। ନାୟକଙ୍କର ପତ୍ନୀ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ, ମନେ ମନେ ଘୃଣା କଲେ, କାରଣ ସେ ମଧ୍ୟ ଗୁଜବରୁ କିଛି କିଛି ଶୁଣିଛନ୍ତି। ଖୁସିଦାସ ଏତେ ଭଲ ବ୍ୟବହାର କଲା ଯେ ନାୟକଙ୍କ ପତ୍ନୀ ହୋଇଗଲେ ଅନ୍ତରଙ୍ଗ ବନ୍ଧୁ ଆଉ ନାୟକ ହୋଇଗଲେ ଗୋଟିଏ ଗୌଣ ଚରିତ୍ର। ନାଟକର ନାୟକ ଏଣିକି ଡରିଲେ ଖୁସି ସହିତ ନିରୋଳାରେ ଅଥବା ହଷ୍ଟେଲ ଗେଟ୍ ପାଖରେ ଦେଖା କରି କଥାବାର୍ତ୍ତା କରିବାକୁ। ମନେ ମନେ ଖୁସିଦାସ ଉପରେ ଖୁବ୍ ରାଗିଲେ ବି ମୁହଁ ଖୋଲି କହିବାର ସାହସ ହରାଇ ବସିଥିଲେ। ଆଉ ଏକ ଅବସ୍ଥାଟାକୁ ଉପଭୋଗ କରିବା ପାଇଁ ତ ଖୁସିଦାସର ଜନ୍ମ। ହଇରାଣ କରିବା ତାର ଗୋଟେ ପ୍ରକୃତି, ଏ ତ ଜଣା କଥା। ତାର ଅଳ୍ପ ଦିନ ପରେ ଖୁସିଦାସ ଓ ନାଟକର ନାୟକ ସମ୍ପର୍କୀୟ ଗୁଜବଟି ପୁରୁଣା ହୋଇଗଲା ଓ ଖୁସିଦାସର ତୈଳଚିତ୍ରର ରଙ୍ଗ ଫିକା ପଡି ଆସିଲା। ତରତର କରି ଚିତ୍ର କରା ହୋଇଥିବା ହେତୁ ଅଥବା ଶସ୍ତା ରଙ୍ଗ ବ୍ୟବହାର କରାଯାଇଥିବା ହେତୁ ଖୁସିଦାସର ତୈଳଚିତ୍ର ଲାଗିଲା ଯେମିତି ମ୍ୟୁଜିୟମରୁ ଚୋରି କରି ଅଣାଯାଇଥିବା ଗୋଟିଏ ତୈଳଚିତ୍ର। ନାଚ ସ୍କୁଲ କାର୍ଯ୍ୟକ୍ରମରେ ପୁଣି ନୂଆ ଉତ୍ସାହ ନେଇ ଖୁସିଦାସ ବ୍ୟସ୍ତ ରହିଲା। ନାଚ ସ୍କୁଲରେ ମଧ୍ୟ ଆଶ୍ଚର୍ଯ୍ୟ ଧରଣର ବାତାବରଣ। ସେଠି କିଏ କାହାର ପ୍ରିୟ ଅଥବା କିଏ କାହାର ଅପ୍ରିୟ ଜାଣିବା କଠିନ। ସମସ୍ତଙ୍କ ସମ୍ପର୍କ ଯେମିତି ବ୍ୟକ୍ତିଗତ କୃତିତ୍ୱ ଉପରେ ନିର୍ଭର କରେ। ଆଜି ଯେଉଁ ଝିଅଟିର ନାଚ ଭଲ ହୋଇଛି ବୋଲି ସେ ହୁଏତ ଖୁବ୍ ହସ ହସ ମୁହଁରେ ଜଣେ ଯୁବକ ସହିତ କଥାବାର୍ତ୍ତା କରିବାର ଦେଖାଯିବ। ପୁଣି 2 ଦିନ ପରେ ଯଦି ସେ ଝିଅଟିର ଅନ୍ୟ କୌଣସି ରଙ୍ଗମଞ୍ଚରେ ଅସଫଳ କାର୍ଯ୍ୟକ୍ରମ ପରିବେଶିତ ହେଲା ତେବେ ଏଇ ଯୁବକଟି ପୁରୁଣା ହୋଇଯିବ। କଳାକାର ମାନଙ୍କ ସମ୍ପର୍କରେ ଯେଉଁ ଜିଜ୍ଞାସା ସାଧାରଣ ମନରେ ଜନ୍ମେ ତା କେବଳ ସେମାନଙ୍କର ଅଭିନୟ ଅଥବା କଳା ଚର୍ଚ୍ଚାକୁ ମଞ୍ଚ ଉପରେ ଦେଖି ସାରିବା ପରେ। କିନ୍ତୁ ତାଠୁ ଅନେକ ଅନେକ ରହସ୍ୟମୟ ଗ୍ରୀନ ରୁମର ଆଲୋକ, ତାଠୁ ଅନେକ ରହସ୍ୟମୟ ରିହର୍ସାଲର କୋଳାହଳମୟ ମୁହୂର୍ତ୍ତ ଗୁଡିକ। ଅମିୟ ବାବୁ କାମରେ ଖୁସିଦାସକୁ ବିଶ୍ୱାସ କରୁଥିଲେ। ଖୁସି ମଧ୍ୟ ଅମିୟ ବାବୁଙ୍କର କାର୍ଯ୍ୟକ୍ରମ ପ୍ରତି ବିଶେଷ ଦୃଷ୍ଟି ଦେଉଥାଏ। ନାଚ ସ୍କୁଲର ସବୁ କାମ ଯେମିତି ନିଜ ସଂସାରର କାମ। ତା ଛଡା ଅମିୟ ବାବୁଙ୍କର ସଙ୍ଗୀତାନୁଷ୍ଠାନ ସମ୍ପର୍କରେ ଅନେକ ନୂତନ ଚିନ୍ତାଧାରାକୁ ଖୁସି ହସ ହସ ମୁହଁରେ ସ୍ୱାଗତ କରେ। କିପରି ଭାବରେ ନୂତନ ପଦ୍ଧତିରେ ପୁରାତନ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇ ସୁନାମ ଅର୍ଜନ କରାଯାଇପାରିବ ସେ ବିଷୟରେ ଖୁସିଦାସ ବହୁବାର ଅମିୟ ବାବୁଙ୍କ ସହିତ ନିଶାର୍ଦ୍ଧ ପର୍ଯ୍ୟନ୍ତ ଆଲୋଚନା କରିବା ଦେଖାଯାଇଛି। ହଠାତ୍ ଦିନେ ମେଘ ପରି ଆଉ ଗୋଟେ ବଦନାମର କାଳିମା ଖୁସିଦାସର ନୀଳ ଆକାଶରେ ଛାଇଗଲା। ଲୋକ ଅବିଶ୍ୱାସ କରିଲେ ଏଇଟା ସବୁଠୁ ବଡ ଆଶ୍ଚର୍ଯ୍ୟର କଥା। ପ୍ରଥମତଃ ଅମିୟ ବାବୁ ନିଜେ ପ୍ରେମ କରି ବିବାହ କରିଛନ୍ତି ଏବଂ ଯେତେ ଦୂର ମନେ ହୁଏ ସେଇ ବିବାହ ପରେ ସେ ଅନେକ ଶାନ୍ତ ହୋଇଯାଇଥିଲେ। ପୁଣି ତାଙ୍କ ଚରିତ୍ରରେ କଳଙ୍କ ଲଗାଇ ଏଇ ଯେଉଁ ନୂତନ ଦୁର୍ନାମ ଜନ୍ମ ଲାଭ କଲା ସେଥିରେ ଅମିୟ ବାବୁଙ୍କର ବୈବାହିକ ଜୀବନରେ ଶାନ୍ତି ସୁଖ କିପରି ଭାବରେ ଦୂଷିତ ହେଲା ସେ କଥା କହିପାରିବିନି। କିନ୍ତୁ ରବିବାର ସକାଳର ମର୍ଣ୍ଣିଂ ଶୋ ଦେଖିବାକୁ ଅମିୟ ବାବୁ ଯେ ତାଙ୍କ ସ୍ତ୍ରୀଙ୍କ ସହିତ ଆଗ ପରି ଯାଉଥିଲେ ତାହା ଠିକ୍ ସେହିପରି ଚାଲୁଥିଲା। ହଠାତ୍ ତାଙ୍କ ଘରର ଶାନ୍ତି ନଷ୍ଟ ହୋଇଯାଇଛି କହିଲେ ଭୁଲ ହେବ।
तेबे मोर मने अछि अनेक दिन तले दिने मॉर्निंग शो रे मु देखिबाको पाइली अम्य बाबू और तांको स्त्री को सेमाने मोठारु दुईटी धाड़ी आगरे बसिथिले। इंग्रेजी छवि इंटरभाल परे आरंभ हुए बोली अनेक जानी जानी डेरी करी आसंती एवं अम्य बाबू मध्य ठीक इंटरभाल रो 2 मिनिट आगरु आसीथिले। इंटरभाल रे चा खाइबाको जाई मु देखिली पाहाच ऊपर से ऊपर देई खुशीदास पैसा गणी गणी उठी आसुची। से एका अम्य बाबूଙ୍କ सीट ठारू 5टी सीट दूर रे से चुपचाप बसथिला एवं सेमाने एपरि भाबरे अभिनय करुथिले जे मते देखि प्रकृतर आश्चर्य लागिला आ मने हैला सते जेमिति नाच स्कूलटा अल्प दिन भितरे भांगिबाकू जाउची। नाच स्कूल किंतु ठीक चलिला। अल्प दिन परे मु देखिली कौन गोटे नाच स्कूल संगीतानुष्ठान पई चंदा आदाय करबाकू अम्य बाबूଙ୍କ सहित एका कार रे बसी खुशीदास मध्य बुलुची। खुशीदास निकट रे सब संभव। सकाळे कलिगोल करी संध्या को पुणी घनिष्ठता आनिबा ता पई कोनोसी नूतन घटना नुहे। तेबे एई थर पुणी तांको बुलिबार देखि मोर मनरे से सिनेमा हॉल कथाटा फ्लैशबैक परि आसीगला। जदि दुहिंक पई संपर्क एते सरल और साबलील अर्थात दुहे जदि गोटिए आदर्श प्रतिष्ठा पई एते व्याकुल तेबे सिनेमा हॉल रे परस्पर को चिन्हि पारलेनी काहेकि। दिने रविवार रे खुशी मो घर को आसीथिला और सुजोग देखि मु दृढ़ साहस करी पचारथिली। से निर्भीक कंठरे उत्तर देथिला काई मु तो से दिन आपन को सिनेमा हॉल रे चिन्ह थिली। हां सतरे तो मते अवॉइड कलो काहेकि। अवॉइड करिबा पाई नाही किंतु मु अवॉइड कले आपन को मन रे कोन से आघात लागिबार संभावना अछि कि। खुशीदास को अन्य कोन से उत्तर देबा अनावश्यक। से एमिति ही थिला। से एमिति होई रहिबो। से निजे बदलिबो नाही किबा काहा को बदलेबा को चेष्टा करिवो नाही। अल्प दिन परे अम्य संपर्क गुजबटा पुराणा होई आसिला। एणे खुशीदास आखि तल धीरे धीरे कला पड़ा आसिलानी। मुहरे गार गुड़िक टिके स्पष्ट होई आसिलानी। समस्त अनुभव कले खुशीदास बयस टिके बेसी होई गलानी। तार वर्तमान बाहा होई जिबा उचित। तार निकटतम बंधु मध्य ताकू ए विषय रे किछि पचारिबा को साहस करिथिबे कि नाही संदेह। खुशी को ए विषय रे जे केही किछि कुहे निश्चय से अपमानित हुए बोली आग्रह बाद अछि। खुशीदास नाच स्कूल को उन्नत एक अनुष्ठान गढ़िबा पई मन प्राण ढाली देछि। हठात सुनागला जे खुशीदास वर्तमान एंगेज्ड एवं निकट भविष्य रे बाहा हेबाकू जाउछि। ता जीवन साथी जे हेबाकू जाउछि से निश्चित भाबरे तार योग्य नुहे बोली अनेक मतामत देले एवं से लोकटा एते मात्रा रे गंभीर जे ताको पचारी कथाटार सत्यासत्य विचार करिबा संभव नुहे। उपस्थित गुजब कहानीर नायक एई असाधारण गंभीर भद्र व्यक्तिटीर नाम थिला सूर्यकांत चौधरी। तांको बापा जने लब्ध प्रतिष्ठित कवि और ऐतिहासिक किंतु एही कवि बा ऐतिहासिकंकर सुनाम थिला अन्य भाबरे कारण से थिले विख्यात सुनंदा चौधरी अधुना सुनंदा गराबडुंको पिता। सुनंदा गराबडु अर्थात आमर नायक सूर्यकांत चौधरी भग्नी तांको यौवन काल जने विख्यात प्रेमिका थिले एवं से जेहेतु राजनैतिक समस्त आलोचना सभा समस्त शिविर समस्त सेल जोग देउथिले तांकर विभिन्न दल बा गोष्ठी विभिन्न श्रेणीर प्रेमिक थिले। सुनंदांक मनपसंदर युवक को सुनंदांकर कवि तथा ऐतिहासिक पिता नापसंद करने हेतु सुनंदा तांको शेष प्रेमिक को लोतकपूर्ण चक्षुरे विदाय दे बापांक पसंद को अपेक्षा करी रहिले। निजर चारित्रिक दोष हेतु योग्य पात्र रे पिता तांको अर्पण करि न पारि निहाते मामूली जने व्यक्ति सहित सुनंदा को विवाह करे देई सुनंदा चौधरी को तांको सुनंदा गराबाडू करिदेले। सुनंदा रहिले बापांक घरटारू 100 गज दूर रे गोटे छोट घर भड़ा नहीं किंतु विवाह पर सुनंदांक पिता दिने हेले सुनंदांक घर को पदार्पण करी नथिले। केवल जेउ दिन हठात जानी पारिले जे सुनंदा साधारण निर्वाचन में सफलता हासिल करी अल्प दिन भितर विधानसभा को मंत्री हिसाब रे जाउछंती। ठीक सेही दिन सकाळे सुनंदांक पिता जे की जने लब्ध प्रतिष्ठित कवि और ऐतिहासिक थिले दांड कबाट खटखट कले। मोट उपरे सुनंदांक पितांकर एही हेला चारित्रिक विशेषत्व। एहा छडा तांकर आउ गोटे बड़ बदनाम थिला से काळे अन्य लोकर पांडुलिपि को पढिबा को आनी ताकू अति हुसियार असावधान होई हजई देउथिले एवं केतोटी वर्ष बीतीगला पर से पांडुलिपि को निज नारे चढ़ई देउथिले। सेतिपई तांको कवितार शैली भिन्न भिन्न रूप नेउथिला। हुए तो एटा पितांकर गोटे शैली होइथिबो किंतु एही परि एक असाधारण व्यक्तिंकर योग्य पुत्र सूर्यकांत जने अल्प शिक्षित और तालीम प्राप्त बेकार। सूर्यकांत सहित खुशीदास संपर्क रे नाच स्कूल पुरोधा माने असंतुष्ट हेले
କିନ୍ତୁ ସୂର୍ଯ୍ୟକାନ୍ତ ସୁନନ୍ଦାଙ୍କ ଭାଇ ହୋଇଥିବା ହେତୁ ପ୍ରତିପତ୍ତିକୁ ଏଡେଇ ଦେଇ ତାଙ୍କୁ କୌଣସି ରକମର ବାସନ୍ଦ କରିବାର ସାହସ କାହାର ନଥିଲା। ସୂର୍ଯ୍ୟକାନ୍ତ ନିଜ ଇଚ୍ଛାରେ ନାଚ ସ୍କୁଲ ଆସନ୍ତି, ବସନ୍ତି, କହନ୍ତି, ଗପନ୍ତି ଓ ଖସନ୍ତି। ସୂର୍ଯ୍ୟକାନ୍ତ ନିଜ ଇଚ୍ଛାରେ ଖୁସିଦାସର ମନ ଖୁସି କରିବାକୁ ଚେଷ୍ଟା କରନ୍ତି। ଏହି ସମୟରେ ଖୁସିଦାସ କଲେଜ ପଢା ଶେଷ କରି ଚାକିରି ଜୀବନ ଆରମ୍ଭ କଲା। ହଷ୍ଟେଲ ଅଗତ୍ୟ ଛାଡିବାକୁ ପଡିଲା। ସେ ଗୋଟେ ଅନ୍ୟ ଜାଗାରେ ଘର ଭଡା ନେଇ ରହିଲା। ଏକା ଏକା ରହିବାର ବିପଦକୁ ଖୁସି କେବେ ଡରିନି। ତେଣୁ ଏକା ରହିଲେ ବି ତା ବିଷୟରେ କେହି ଚିନ୍ତା ବେଶୀ କରିନାହାନ୍ତି। ଧୀରେ ଧୀରେ ସୂର୍ଯ୍ୟକାନ୍ତର ଗୁଜବ ମଧ୍ୟ ଅସ୍ପଷ୍ଟ ହୋଇ ଆସିଲା। ଲୋକେ ଭୁଲିଗଲେ ସୂର୍ଯ୍ୟକାନ୍ତ ଓ ଖୁସିଦାସଙ୍କ ପ୍ରେମ କାହାଣୀକୁ। ଖୁସିଦାସ ଛୁଟି ନେଇ ମାସେ ଅନ୍ୟ ସହରକୁ ଚାଲିଗଲା। ନାଚ ସ୍କୁଲର ଘୋର କ୍ଷତି ହେଲା। ଅମିୟ ବାବୁ ସୂର୍ଯ୍ୟକାନ୍ତ ଉପରେ ବିରକ୍ତ ହେଲେ। ସୂର୍ଯ୍ୟକାନ୍ତ ନାଚ ସ୍କୁଲକୁ ଭାଙ୍ଗି ସେ ଜାଗାରେ ଗୋଟେ ଡାଲି ଚାଉଳ ଦୋକାନ କରିବ ବୋଲି ଭୀଷ୍ମ ପଣ କଲା। ଆଉ ଖୁସିଦାସ ମାସକ ମଧ୍ୟରେ ଦିନେ ବି ନାଚ ସ୍କୁଲ ଦୁଆର ମୁହଁକୁ ଆସିଲାନି। ନାଟକ ତେବେ କଣ ହେବ ନାହିଁ? ଗ୍ରୀନ ରୁମରେ ତେବେ କଣ ସବୁ ଶିଳ୍ପୀ ଶୋଇ ପଡୁଛନ୍ତି? ଅନେକଙ୍କର ମନ ନିଶ୍ଚୟ ଉଦ୍ବିଗ୍ନ ହୋଇଥିବ। କିନ୍ତୁ ନାଟକ କେବଳ ହେବା ସମୟରେ ହେବ ଏବଂ ଶେଷରେ ପରଦା ଉଠିଲା ଓ ଆମେମାନେ ଆବିଷ୍କାର କଲୁ ଖୁସିଦାସକୁ 117 ନମ୍ବର ବେଡରେ। କଣ ହୋଇଛି ତାର? ଦେହ ଖରାପ? କଣ ଖରାପ? ଡାକ୍ତରମାନେ ଆଲୋଚନା କରୁଛନ୍ତି। କଣ ଚିକିତ୍ସା କରାଯାଉଛି? ସେ କଣ ଖାଉଛି? ଡାକ୍ତରମାନେ ଏପର୍ଯ୍ୟନ୍ତ କିଛି ଠିକ କରିନାହାନ୍ତି। ସହରର ସବୁ କଳାକାର କେବଳ ପ୍ରଶ୍ନ ପରେ ପ୍ରଶ୍ନ ନେଇ ତାକୁ ଦେଖିବାକୁ ଯାଆନ୍ତି। ଖୁସି ସେମାନଙ୍କୁ ଦେଖି ଚିହ୍ନେନା। ଅନେକ ଡାକ୍ତର ରୋଗର ଜଟିଳତା ପ୍ରତି ଆକୃଷ୍ଟ ହୋଇଯାଆନ୍ତି, ନିଜେ କିଛି ଗୋଟେ ନୂତନ ରୋଗର ଆବିଷ୍କାର କରିବାକୁ। ଖୁସିଦାସ ସେମାନଙ୍କୁ କିଛି କୁହେନି। ଅମିୟ ବାବୁ ଯାଆନ୍ତି ଫଳ ନେଇ, ସୂର୍ଯ୍ୟକାନ୍ତ ଯାଇ କ୍ଷୀର ନେଇ, ସୂର୍ଯ୍ୟକାନ୍ତର ବାପା ଯାଆନ୍ତି ଆଶୀର୍ବାଦ ନେଇ। ନାରୀ ଜାଗରଣର ଅନ୍ୟତମ କର୍ଣ୍ଣଧାତ୍ରୀ ସୁନନ୍ଦା ଦେବୀ ଯାଆନ୍ତି ସହାନୁଭୂତି ପାଇଁ। କେବଳ ଏତିକି ଥରେ ଶୁଣାଯାଇଥିଲା ଯେ ସୁନନ୍ଦା ଦେବୀ ତାଙ୍କ ବାପାଙ୍କୁ କହୁଛନ୍ତି, ବାପା, ତୁମ ଝିଅ ଶୀତନା ତୁମକୁ କ୍ଷମା କରିଦେଲା, ଏ ତୁମକୁ କେବେ କ୍ଷମା କରିବନି। ସୁନନ୍ଦା ଦେବୀଙ୍କ ବାପା ଗମ୍ଭୀର ହୋଇ ଫେରିଆସି ଅଫିସରୁ ଛୁଟି ନେଇ 15 ଦିନ ଘରେ କବାଟ କିଳି ବସି ତାଙ୍କ ଉପନ୍ୟାସ ଲେଖାରେ ମନ ଦେଲେ। ସୁନନ୍ଦା ଦେବୀଙ୍କ ଉକ୍ତିକୁ କେନ୍ଦ୍ର କରି କଳା ରାଜ୍ୟରେ ଗୋଟେ ଚହଳ ପଡିଗଲା। ସୂର୍ଯ୍ୟକାନ୍ତ ଏଣିକି ଆଉ କ୍ଷୀର ନେଇ ବେଡ ପାଖକୁ ଗଲାନି। ଲୋକେ ଅନେକ କଥା ପ୍ରଶ୍ନ କଲେ ଖୁସିକୁ। ଖୁସି ଅଭିଯୋଗ କଲାନି। କ୍ଷମା ଦେବା ନ ଦେବା ତ ବହୁ ଦୂରର କଥା। ଖୁସିଦାସ ଅତି ଦୁଃଖରେ ମରିଗଲା। ସେ ମଲାବେଳେ ତା ଆଖିରେ ଲୁହ ଥିଲା। ସତେ ଯେମିତି ସେ ଗ୍ଲିସରିନ ଲଗାଇ କୌଣସି ବିୟୋଗାନ୍ତକ ଦୃଶ୍ୟରେ ଅଭିନୟ କରିବାକୁ ଯିବା ପାଇଁ ଗ୍ରୀନ ରୁମରେ ପ୍ରସ୍ତୁତ ହେଉଥିଲା। ବହୁ କଳାକାର ତା ଆତ୍ମାର ସଦ୍ଗତି କାମନା କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ତା ବିୟୋଗରେ ଶୋକ ପ୍ରକାଶ କରିଥିଲେ। ଆଉ ଆଜି ଏହି ପଙ୍କ୍ତି ଭୋଜନରେ ସେ ବି ଆମ ପାଖରେ ବସିଛି। ଗ୍ରୀନ ରୁମର ରହସ୍ୟ ରଙ୍ଗମଞ୍ଚର ରହସ୍ୟ ଅପେକ୍ଷା ଆହୁରି କୁହେଳିଆମୟ। ଖୁସିଦାସର ଗଳ୍ପ ନୁହେଁ, କାରଣ ତାହାର ଅଭିଯୋଗ କେହି ଶୁଣି ପାରିଲେନି, କେବଳ ପରିଣତିଟା ହିଁ ଦେଖିଛନ୍ତି। ଖୁସିଦାସ ବର୍ତ୍ତମାନ ମୋ ଡାହାଣ ପାଖରେ ବସି ଖାଉଛି। ତା ପତ୍ରରେ ପର ଶୁଣି ଅଧିକା ଗୁଡେ କୁଢେଇ ଦେଇ ଯାଉଛନ୍ତି। ସେ ଅଭିଯୋଗ କରୁଛି, ଭଦ୍ରାମୀ ଖାତିର ଦେବି। ଖୁସିଦାସ ଖାଅ ଖାଅ। ମୁଁ ସତେ ରଙ୍ଗମଞ୍ଚର ଅନୁଭବ କରିଛି। ପ୍ରଭେଦ କେବଳ 2ଟି ସ୍ଥାନରେ, ନିଜ ଦେହର ଉତ୍ତାପ। ଖୁସିଦାସ ଖାଅ ଖାଅ।